ଆପଣଙ୍କ ନାଁ କଣ? ମୋ ନା ବିଜୟ ଲକ୍ଷ୍ମୀ ପାଢୀ। ଆମେ ହଉଛୁ ହିନ୍ଦୁ, କିନ୍ତୁ ଆମେ ଛୋଟ ଛୁଆ ପିଲାରୁ ଆମେ ଯୀଶୁଙ୍କୁ ବହୁତ ସମ୍ମାନ କରୁ। ଆମେ ସବୁ ଖ୍ରୀଷ୍ଟମାସ ଡେ ରେ ଆସୁ ଦର୍ଶନ କରିବା ପାଇଁ। ଖ୍ରୀଷ୍ଟମାସରେ କଣ ବିଶ୍ୱାସ ରହିଛି? ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପୂଜା କରିବା ଦ୍ୱାରା କଣ ମିଳେ? କଣ ମିଳେ? ସେ ନିଶ୍ଚିତ ଭାବରେ ସେ ତ ଈଶ୍ୱର ଆଉ ଆଲ୍ଲାହ ଆଉ ଯୀଶୁ ସବୁ ଏକା। ସେ ବି ଭଗବାନ। ଆମେ ସବୁ ଜିନିଷ ଭଗବାନଙ୍କ ଉପରେ ଯେମିତି ଆମେ ସମର୍ପଣ କରିଦଉ, ଆମେ ଭାବୁ କି ଆମେ ଗୋଟେ ଭଗବାନ ପାଖକୁ ଆସିଛୁ। ଭଗବାନ ପାଖକୁ ଆସିଛୁ, ଆମେ କିଛି ଆଶା ନେଇକି ଯେ ଆମ ନିଶ୍ଚୟ ବ୍ଲେସିଂ ଦେବେ। ଏହା ହଉଛି ଆମର କାମନା। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ମୁଁ ନିଥନିଏଲ, ଆପଣମାନେ ଦେଖୁଛନ୍ତି ଅବି ଓଡ଼ିଆ। ମୋର ପ୍ରିୟମାନେ, ଯଦି ପ୍ରଥମ ଥର ଅବି ଓଡ଼ିଆରେ ଆସିଛନ୍ତି ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ଅନ୍ କରନ୍ତୁ, ଯଦ୍ୱାରା ଆସୁଥିବା ନୂଆ ନୂଆ ଭିଡ଼ିଓ ଆପଣମାନେ ପାଇପାରିବେ। ମୋର ପ୍ରିୟମାନେ, ଆପଣମାନେ ଯେଉଁ ଭିଡ଼ିଓ ଦେଖୁଥିଲେ, ଯେଉଁ ଆଣ୍ଟି ଜଣକ ଯାହାକି 25 ଡିସେମ୍ବରର ଖ୍ରୀଷ୍ଟମାସ ପାଳନ କରିବା ପାଇଁ ଯେଉଁ ଚର୍ଚ୍ଚକୁ ଯାଇଥିଲେ, ଆଉ ଆଣ୍ଟି ଜଣକ ଯେଉଁ କଥା କହୁଥିଲେ ଆପଣମାନେ ଭଲ ଭାବରେ ଶୁଣିଛନ୍ତି। କିନ୍ତୁ ଏପରି ଅନେକ ଲୋକମାନେ ଅଛନ୍ତି, ସେମାନଙ୍କୁ ମୁଁ କହିବା ପାଇଁ ଚାହେଁ। ଆଣ୍ଟି ଜଣକ କହୁଥିଲେ ଯେତେ ବି ଦେବା ଦେବୀତା ମାନେ ଅଛନ୍ତି, ଦେବତା ମାନେ ଅଛନ୍ତି, ସମସ୍ତେ ଏକ ଅଟନ୍ତି। ଆମେ ସମସ୍ତଙ୍କୁ ପାଳନ କରୁ, ସମସ୍ତଙ୍କୁ ବିଶ୍ୱାସ କରୁ। ଆଉ ଛୋଟ ପିଲା ବେଳରୁ ଆମମାନେ ଏ ପ୍ରକାର ଯାଉ ଖ୍ରୀଷ୍ଟମାସକୁ ପାଳନ କରିବା ପାଇଁ, ଯୀଶୁଙ୍କ ନିକଟକୁ ଯାଉ ଆଶୀର୍ବାଦ ପାଇବା ପାଇଁ ବୋଲି ସେ କୁହନ୍ତି। ଯଦି ଆମମାନେ ଜାଣିକି କରିବା ତେବେ ଆମମାନଙ୍କୁ ଆଶୀର୍ବାଦ ମିଳିବ। ନ ଜାଣିକି କଲେ କୌଣସି ପ୍ରକାର ଆଶୀର୍ବାଦ ମିଳିପାରିବ ନାହିଁ। କାରଣ ଆପଣମାନେ ଜାଣିଥିବେ ସମସ୍ତଙ୍କର ଆଧାର କାର୍ଡ ଅଛି। ଆଧାର କାର୍ଡ ପ୍ରତ୍ୟେକ ଲୋକମାନଙ୍କର ଅଛି। ଆଉ ପ୍ରତ୍ୟେକ ଲୋକମାନଙ୍କର ଆଙ୍ଗୁଠି ଗୁଡ଼ାକ ସେମ୍ ଥାଏ। ଆଉ ଯଦି ମୋ ଆଧାର କାର୍ଡର ନମ୍ବରକୁ ଲେଖି ମୋ ପରେ ଥିବା ଆଙ୍ଗୁଠିର ଲୋକ ଯାଇକି ଯଦି ଫିଙ୍ଗର ଦେବ, ତେବେ ସେ ଫିଙ୍ଗର ନେବ ନାହିଁ। କାରଣ ମୋ ନମ୍ବରରେ କେବଳ ମୋର ଫିଙ୍ଗର ହିଁ କାମ କରିବ, ଆଉ ଅନ୍ୟ ଜଣଙ୍କର କାମ କରିବ ନାହିଁ। ଆଙ୍ଗୁଠି ତ ସେମ୍, ସବୁ ସେମ୍, କିନ୍ତୁ ନେବ ନାହିଁ। କାରଣ ଏତେ ବଡ଼ ପୃଥିବୀରେ ମୁଁ ଜଣେ ସ୍ପେସିଆଲ ଅଟେ। ଆପଣମାନେ ସ୍ପେସିଆଲ ଅଟନ୍ତି। ଆପଣମାନଙ୍କର ଆଧାର କାର୍ଡ ଫିଙ୍ଗରରେ, ଆଧାର କାର୍ଡ ନମ୍ବରକୁ ଡାଏଲ କରିକି ବା ତାକୁ ଟାଇପ୍ କରିକି ଯଦି ମୋର ଫିଙ୍ଗର ଦେବି, ତେବେ ସେଇଟା ନେବ ନାହିଁ। ଆପଣମାନଙ୍କର ମୋର। ତେବେ ଯେଉଁ ଆଣ୍ଟି ଜଣକ ଯେଉଁ କଥା କହୁଥିଲେ ଆପଣମାନେ ନିଶ୍ଚୟ ଭଲ ଭାବରେ ଶୁଣିଛନ୍ତି। ସମସ୍ତେ ଏକ ଅଟନ୍ତି, ତାହା କେବେ ହେଇପାରିବ ନାହିଁ। କାରଣ ଯଦି ଆମେ ଚିନ୍ତା କରିବା, ଶିବ ହେଉ କି ରାମ ହେଉ, ଯାହା ବି ଏ ପ୍ରକାର ଦେବତା ମାନେ ଅଛନ୍ତି, ସେମାନଙ୍କର ଏବଂ ଯୀଶୁଙ୍କର ଏବଂ ଅନ୍ୟମାନଙ୍କର ଅନେକ ପ୍ରକାର କ୍ୟାରେକ୍ଟର ଅଛି। ଯୀଶୁଙ୍କ ସହିତ ରାମ କେବେ ମଧ୍ୟ ତୁଳନା ହେଇପାରିବ ନାହିଁ। ରାମଙ୍କ ସହିତ ଯୀଶୁ କେବେ ମଧ୍ୟ ତୁଳନା ହେଇପାରିବ ନାହିଁ। ଆଉ ଏମାନେ ଏକ ସମାନ ହୋଇପାରନ୍ତି ନାହିଁ। କାରଣ ଯୀଶୁ ଖ୍ରୀଷ୍ଟଙ୍କର ଜୀବନ ଚରିତ୍ର ସମ୍ପୂର୍ଣ୍ଣ ଅଲଗା ଏବଂ ରାମଙ୍କର ଜୀବନ ଚରିତ୍ର ସମ୍ପୂର୍ଣ୍ଣ ଅଲଗା। ତାଙ୍କର ଅବତାର ଅଲଗା, ତାଙ୍କର କାର୍ଯ୍ୟକଳାପ ଅଲଗା, ତାଙ୍କର ମୃତ୍ୟୁ ଅଲଗା, ଯୀଶୁଙ୍କର ମୃତ୍ୟୁ ଅଲଗା। ଏ ପ୍ରକାର ସବୁ ବିଷୟ ସବୁ ଡିଫରେଣ୍ଟ। ସେମାନେ କେବେ ଏକ ହେଇପାରିବେ ନାହିଁ। ତେବେ ଆମମାନଙ୍କୁ ଜାଣିବାକୁ ପଡ଼ିବ, ଆଉ ବୁଝିବାକୁ ପଡ଼ିବ, ଚିହ୍ନିବାକୁ ପଡ଼ିବ ଯେ ସତ୍ୟ କ'ଣ। ଆମେ ନ ଜାଣିକି ଯଦି ପୂଜା କରୁଛୁ, ତେବେ ଆମମାନଙ୍କୁ କୌଣସି ପ୍ରକାର ମିଳିବ ନାହିଁ। ଆମେ ଯାହା କରୁଛୁ ବିଶ୍ୱାସର ସହିତ କରିବାକୁ ପଡ଼ିବ। କାରଣ ପରମେଶ୍ୱରଙ୍କର ବାକ୍ୟ କୁହେ, ବିଶ୍ୱାସ ବିନା କର୍ମ ମୃତ, ଆଉ କର୍ମ ବିନା ବିଶ୍ୱାସ ଯେ ମୃତ ଅଟେ। ଆପଣମାନେ ଗିର୍ଜା ଯାଉଛନ୍ତି, ମିଟିଂ ଯାଉଛନ୍ତି, ଖ୍ରୀଷ୍ଟମାସକୁ ସେଲିବ୍ରେଟ୍ କରି ଯାଉଛନ୍ତି, ସବୁ କରୁଛନ୍ତି।
ଆପଣମାନେ କର୍ମ କରୁଛନ୍ତି, କିନ୍ତୁ ଯଦି ଯୀଶୁଙ୍କ ଉପରେ ଯଦି ଆପଣମାନଙ୍କର ବିଶ୍ୱାସ ନାହିଁ ତେବେ ଆପଣମାନେ ବ୍ଲେସିଂ ପାଇପାରିବେନି, ଆଶୀର୍ବାଦ ପାଇପାରିବେନି। କାରଣ ଆପଣମାନଙ୍କର କର୍ମ ମୃତ ଅଟେ, କାରଣ ଆପଣମାନେ ବିଶ୍ୱାସ କରୁନାହାନ୍ତି। ଯଦି ଆପଣମାନେ ବିଶ୍ୱାସ କରୁଛନ୍ତି ଆଉ କର୍ମ କରୁନାହାନ୍ତି ତେବେ ମଧ୍ୟ ସେ ବିଶ୍ୱାସ ମୃତ ଅଟେ। ସେଥିପାଇଁ ଆପଣମାନେ ଜାଣନ୍ତୁ, କାରଣ ପବିତ୍ର ବାଇବଲରେ ଲେଖା ଅଛି, ତାହାଙ୍କ ଛଡ଼ା ଆଉ କାହାଠାରେ ପରିତ୍ରାଣ ନାହିଁ। କାରଣ ଯାହାଦ୍ୱାରା ଆମ୍ଭମାନଙ୍କୁ ପରିତ୍ରାଣ ପାଇବାକୁ ହେବ, ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ କୌଣସି ନାମ ଦିଆଯାଏ ନାହିଁ। ତେବେ ସେ ନାମକୁ ଜାଣିବା ହିଁ ଅନନ୍ତ ଜୀବନ ଅଟେ ବା ଉଦ୍ଧାର ଅଟେ। ଯେଉଁମାନେ ସେହି ନାମ ଅର୍ଥାତ୍ ଯୀଶୁଖ୍ରୀଷ୍ଟଙ୍କ ନାମକୁ ଜାଣିଛନ୍ତି ସେମାନେ ଉଦ୍ଧାର ପାଇଛନ୍ତି। ଯେଉଁମାନେ ସେହି ଯୀଶୁଖ୍ରୀଷ୍ଟଙ୍କ ନାମକୁ ବିଶ୍ୱାସ କରୁଛନ୍ତି, ତାହାଙ୍କଠାରେ ବିଶ୍ୱାସ କରୁଛନ୍ତି, ସେମାନେ ନଷ୍ଟ ନ ହୋଇ, ବିନଷ୍ଟ ନ ହୋଇ ସେମାନେ ଅନନ୍ତ ଜୀବନ ପାଇବେ। ତେବେ ମୋର ପ୍ରିୟମାନେ, ଯଦି ଆପଣମାନେ ଡିସେମ୍ବର 25 ଯେତେବେଳେ ପହଞ୍ଚି ଯାଉଛି, ଆପଣମାନେ ଭଲ ଭାବରେ ସଜବାଜ ହେଇକି ଯଦି ଆପଣମାନେ ଯାଉଛନ୍ତି, ତ ହିଁ ଆର ଦିନ ଆପଣମାନେ ଯେପରି ଆକ୍ଟିଭିଟିସ୍ରେ ରହୁଛନ୍ତି ସେମିତି ହିଁ ଯଦି ଆପଣମାନେ ରହୁଛନ୍ତି ତେବେ ତାହା ବୃଥା ଅଟେ। ଆପଣମାନେ ବେକାରିଆ ଟଙ୍କା, ଆପଣମାନଙ୍କର ସମୟ, ଆପଣମାନଙ୍କର ସମସ୍ତ ବିଷୟ ବର୍ବାଦ କରୁଛନ୍ତି। ଆପଣମାନେ ଏ ପ୍ରକାର କରନ୍ତୁ ନାହିଁ। ପ୍ରତିଦିନ ତାହାଙ୍କଠାରେ ବିଶ୍ୱସ୍ତ ଭାବରେ ରୁହନ୍ତୁ, ବିଶ୍ୱାସରେ ରୁହନ୍ତୁ। ଆପଣମାନଙ୍କୁ ପ୍ରଭୁ ଆଶୀର୍ବାଦ କରିବେ। ବର୍ଷକିଆ ଖ୍ରୀଷ୍ଟିଆନ କିମ୍ବା ବର୍ଷକିଆ ଖ୍ରୀଷ୍ଟ ବିଶ୍ୱାସୀ ହୁଅନ୍ତୁ ନାହିଁ, ଆପଣମାନେ ପ୍ରତିଦିନର ବିଶ୍ୱାସୀ ହୁଅନ୍ତୁ। ପ୍ରତିଦିନ, ଦିନ ପ୍ରତିଦିନ ପ୍ରଭୁଙ୍କଠାରେ ଆପଣମାନେ ଆତ୍ମିକତାରେ ବଢ଼ନ୍ତୁ। ପ୍ରଭୁ ନିଶ୍ଚୟ ଆପଣମାନଙ୍କୁ ଆଶୀର୍ବାଦ କରିବେ ଆଉ ଆପଣମାନେ ଆଶୀର୍ବାଦ ପ୍ରାପ୍ତ ହେବେ ଏବଂ ଆପଣମାନେ ଅନନ୍ତ ଜୀବନ ମଧ୍ୟ ପାଇପାରିବେ। ସେଥିପାଇଁ କେବଳ ଡିସେମ୍ବର 25କୁ ଆପଣମାନେ ଅପେକ୍ଷା କରନ୍ତୁ ନାହିଁ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଦ୍ୱିତୀୟ ଆଗମନ ଦିନକୁ ଅପେକ୍ଷା କରନ୍ତୁ ତାହାଙ୍କର ରାଜ୍ୟକୁ ଯିବା ପାଇଁ। ତେବେ ମୋର ପ୍ରିୟମାନେ, ମୁଁ ଆଶା କରୁଅଛି ନିଶ୍ଚୟ ଆପଣମାନେ କେବଳ ଡିସେମ୍ବର 25କୁ ଅପେକ୍ଷା କରିବେ ନାହିଁ, ପ୍ରତିଦିନ ପ୍ରଭୁଙ୍କଠାରେ ଆପଣମାନେ ସଂଯୁକ୍ତ ହୋଇକି ରହି ଆପଣମାନେ ପ୍ରଭୁଙ୍କର ଆଗମନର ଅପେକ୍ଷା କରିବେ, ମୁଁ ଆଶା କରୁଅଛି। ଯଦି ଭିଡ଼ିଓ ପସନ୍ଦ ଆସିଲା ତେବେ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଚ୍ୟାନେଲରେ ନୂତନ ଭାବରେ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ନିଜର ମତାମତ ନିଶ୍ଚୟ କମେଣ୍ଟ ବକ୍ସରେ କମେଣ୍ଟ ଦିଅନ୍ତୁ। ଏତିକିରେ ରହୁଛି ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ଦେଖା ହେବା ନେକ୍ସଟ ଭିଡ଼ିଓରେ।